ଆଉ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ମହାନ ନାମକୁ ଗୌରବ ପ୍ରଶଂସା କରୁଛି। ଆଉ ମୁଁ କିନସ ଦିଗାଲ, ଆପଣଙ୍କର ପ୍ରିୟ ଭାଇ। ଆଉ ଆପଣଙ୍କୁ କିଛି ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ ଜଣାଇବାକୁ ଚାହିଁଲି। ଆଉ ଆଜି ଆମେ ଡିସ୍କସନ୍ କରିବାକୁ ଯାଉଛୁ ଆମର ପ୍ରିୟ ଭାଇ, ପ୍ରିୟ ଓଡ଼ିଶାର ଭାଇ ତପି ମିଶ୍ର। ଆଉ ପ୍ରିୟର ମୋର ଭାଇ ଭଉଣୀମାନେ, ପ୍ରଭୁଙ୍କ ଆଶୀର୍ବାଦ ହେତୁ ମୁଁ ବିଶ୍ୱାସ କରୁଛି ଆପଣମାନେ ସମସ୍ତେ ଭଲ ଥିବେ। ଆଉ ଆଜି ଆମେ ତପି ଭାଇଙ୍କ ବିଷୟରେ କିଛି ବିଷୟ ଶୁଣିବା। ତ ଗୋଟେ ବିଷୟ, ତପି ଭାଇ ସବୁବେଳେ ଗୋଟେ ବିଷୟ କହୁଛନ୍ତି, ସନାତନୀ ସନାତନୀ ହିନ୍ଦୁ, ସନାତନୀ ହିନ୍ଦୁ, ସନାତନୀ ହିନ୍ଦୁ। ହେଲେ ଗୋଟେ ବିଷୟ ଜାଣିଛନ୍ତି ଆପଣମାନେ, ମନେ ରଖନ୍ତୁ, ତପି ଭାଇ ସନାତନୀ ନୁହନ୍ତି। ଏଇଟା ଗୋଟେ ମୋର ଅଫିସିଆଲ ଷ୍ଟେଟମେଣ୍ଟ। ସେ ଯେମିତି ଅଫିସିଆଲ ଷ୍ଟେଟମେଣ୍ଟ ଦେଉଛନ୍ତି, ସେମିତି ଏଇଟା ଗୋଟେ ମୋର ଅଫିସିଆଲ ଷ୍ଟେଟମେଣ୍ଟ ଯେ ତପି ମିଶ୍ର ଭାଇ ସନାତନୀ ନୁହନ୍ତି। ସେ କ'ଣ ଅଟନ୍ତି ଜାଣିଛ? ସେ ହେଉଛନ୍ତି ସୟତାନୀ। ଗୋଟେ ସୟତାନୀ ୱାର୍ଡ ଆପଣମାନେ ସମସ୍ତେ ଜାଣିଥିବେ। ବିବ୍ଲିକାଲ ଭାଷାରେ ଯାହାକୁ ଆଣ୍ଟି ଖ୍ରାଇଷ୍ଟ ବା ଖ୍ରୀଷ୍ଟାରୀ କୁହାଯାଏ, ଫଲ୍ସ ଟିଚର କୁହାଯାଏ, ସେମିତି ଆମ ତପି ଭାଇ ସେ ହିନ୍ଦୁ ନୁହନ୍ତି କି ସନାତନୀ ନୁହନ୍ତି, ସେ ହେଉଛନ୍ତି ସୟତାନୀ। ଆଉ ସୟତାନୀ ଶବ୍ଦର ଅର୍ଥ ତ ଆପଣମାନେ ଜାଣିଛନ୍ତି, କାରଣ ସେ ପାକ୍କା ଜଣେ ସୟତାନୀ। ସେ ସନାତନୀ ନୁହନ୍ତି, ସେ ଜଣେ ପାକ୍କା ସୟତାନୀ। ଆଉ ସେ ଯେମିତି କହୁଛନ୍ତି ମୁଁ ସବୁ ବାଇବେଲ ଜାଣିଛି, ଆଉ ସବୁ କିଛି ପଢ଼ିଛି, ଏ କଥା ଯାକ ଶୁଣିକି ତାକୁ ଡରନ୍ତୁ ନାହିଁ ହେଲା। ସେ ଯେତେ ଜ୍ଞାନୀ ହଉ, ଯେମିତି ବି ହଉ, କାରଣ ଆପଣମାନେ ଜାଣିଛନ୍ତି ସୟତାନ ଆମଠାରୁ ବେଶୀ ଭଲରେ ବାଇବେଲ ଜାଣିଛି, ସ୍କ୍ରିପ୍ଚର ଜାଣିଛି, କାରଣ ସେ ସବୁବେଳେ ଚାହେଁ ମଣିଷମାନଙ୍କୁ ଭ୍ରାନ୍ତ କରିବା ପାଇଁ। ସେଥିପାଇଁ ଆପଣମାନେ ବାଇବେଲରେ ପଢ଼ିଥିବେ, ସୟତାନ ଏତେ ସ୍କ୍ରିପ୍ଚର ମନେ ରଖିଥିଲା ଯେ ପ୍ରଭୁଙ୍କୁ ସୁଦ୍ଧା ସେ ସ୍କ୍ରିପ୍ଚର ଦ୍ୱାରା ପରୀକ୍ଷିତ କରୁଥିଲା। ଯେମିତି ମାଥ୍ୟୁ ଚାପ୍ଟର 4ରେ, ମାଥ୍ୟୁ 4 ପର୍ବରେ ଲେଖାଯାଏ, ସୟତାନ ପ୍ରଭୁଙ୍କୁ ଟେମ୍ପଟେସନ ଦେବା ପାଇଁ ଯାଇଥିଲା, ପରୀକ୍ଷା କରିବା ପାଇଁ ଯାଇଥିଲା। ସେ ପବିତ୍ର ବାଇବେଲରୁ ବାକ୍ୟକୁ ନେଇକି ପ୍ରଭୁଙ୍କୁ ପରୀକ୍ଷା କରୁଥିଲା। ସେମିତି ଖ୍ରୀଷ୍ଟିଆନ ଠାରୁ ଅଧିକ, ମୋ ଠାରୁ ବି ଅଧିକ ସୟତାନ ବାଇବେଲ ଜାଣେ। ଆଉ ଯେଉଁମାନେ ସୟତାନକୁ ଫଲୋ କରନ୍ତି, ସେମାନେ ବି ବାଇବେଲ ଜାଣନ୍ତି। ଆଉ ଗୋଟେ ବିଷୟ କହୁଛନ୍ତି ଯେ, ଆଉ ତପି ଭାଇ ଭଲ କଥା କହୁଛନ୍ତି, ଆଉ ବହୁତ ବାଇବେଲ ଜାଣିଛନ୍ତି, ବହୁତ ବଢ଼ିଆ। ସେଇଟା ବି ବିଶ୍ୱାସ କର ନାହିଁ, କାରଣ ସୟତାନ ଆମଠାରୁ ବେଶୀ ବାଇବେଲ ଜାଣିଛି। ସେଥିପାଇଁ ପ୍ରିୟ ଭାଇ ଭଉଣୀମାନେ, ଆପଣମାନେ ମଧ୍ୟ ଭଲରେ ବାଇବେଲ ପଢ଼ନ୍ତୁ ପ୍ରଭୁଙ୍କ ଦ୍ୱାରା, କାରଣ ଆଜି ତପି ଭାଇ ଆଉ ସନାତନୀ ହେଇକି ନାହାନ୍ତି, ସେ ସୟତାନୀ ପାଲଟି ଗଲେଣି, ତାଙ୍କୁ ଦେଖିକି ଜଣା ପଡ଼ୁଛି। ଆଉ ଗୋଟେ ବିଷୟ ଶାସ୍ତ୍ରରେ ଲେଖାଯାଇଛି, ଆପଣମାନେ ଜାଣୁଥିବେ କି ସୟତାନ ମଧ୍ୟ ବେଳେ ବେଳେ ଦୂତର ବେଶ ଧରିପାରେ। ଆପଣ ଆଶ୍ଚର୍ଯ୍ୟ ହୁଅ ନାହିଁ ଯେ ସେ ଏତେ ଭଲ ବାକ୍ୟ କହିପାରୁଛି, ଭଲ ପଢ଼ୁଛି, ଭଲରେ ସବୁ ଜାଣୁଛି। ସୟତାନ ବି ଦୂତର ବେଶ ଧରିପାରେ। ସେଥିପାଇଁ ଆପଣମାନଙ୍କୁ ଟିକେ ସାବଧାନ ରହିବାକୁ ହେବ, କାରଣ ଅନେକ ଲୋକମାନେ ଆଜି ଦୂତର ବେଶ ଧରିକି ବୁଲୁଛନ୍ତି। ଯେମିତିକି ତପି ଭାଇ, ସେ ଯେଉଁ କହୁଛି ସନାତନୀ ସନାତନୀ, ନାହିଁ, ସିଏ ଜଣେ ସୟତାନୀ। ସିଏ ସୟତାନୀ। ଆପଣମାନେ ଶବ୍ଦଟା ଭଲରେ ବୁଝୁଥିବେ ବୋଲି ବିଶ୍ୱାସ ଅଛି। ଆଉ ଗୋଟେ ବିଷୟ ହେଲା, ଆପଣମାନେ ଜାଣିଛନ୍ତି ସୟତାନୀ କିଏ ବା ଖ୍ରୀଷ୍ଟାରୀ କିଏ? ଯିଏ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ଠିଆ ହୁଏ, ସେ ହେଉଛି ଖ୍ରୀଷ୍ଟାରୀ। ଆପଣ ଭାବୁନାହିଁ ଯେ ଦୁନିଆ ଶେଷରେ ଯେତେବେଳେ ଟ୍ରିବୁଲେସନ୍ ଆସିବ, ସେତେବେଳେ ଖ୍ରୀଷ୍ଟାରୀ ଆସିବ, ସେ ନାହିଁ। ଯିଏ ବି, ଆପଣ ହଉ କିମ୍ବା ମୁଁ ହଉ, ଯିଏ ଖ୍ରୀଷ୍ଟଙ୍କ ବିରୁଦ୍ଧରେ କାମ କରେ, ସେ ଖ୍ରୀଷ୍ଟରୀ। ସୋ ତପି ଭାଇ ମଧ୍ୟ ଆଜି ଖ୍ରୀଷ୍ଟାରୀ ହେଇକି ଓଡ଼ିଶାରେ ବାହାରିଛନ୍ତି। ଆଉ ତାଙ୍କ ପାଇଁ ପ୍ରାର୍ଥନା କର, କାରଣ ଗୋଟେ ବିଷୟ ଆପଣ ଜାଣିଥିବେ, ଆମ୍ବ ଗଛରେ କେବେ ଜାମୁକୋଳି ଫଳେ ନାହିଁ, ଆମ୍ବ ଗଛରେ ଆମ୍ବ ହିଁ ଫଳେ। ସେମିତି ଜଣେ ସୟତାନର ଛୁଆ ବା ସୟତାନର ପିଲା ବା ସୟତାନର ଫଲୋୟର ସବୁବେଳେ ସୟତାନର କାମ କରିବ। ଆଉ ସୟତାନ କେବେ ବି ପ୍ରଭୁଙ୍କ କାର୍ଯ୍ୟକୁ ସପୋର୍ଟ କରେ ନାହିଁ। ଏଇଟା ଗୋଟେ ମନେ ରଖିବା ଦରକାର, କାରଣ ସବୁବେଳେ ସୟତାନ ଚେଷ୍ଟା କରେ ପ୍ରଭୁଙ୍କ ରାଜ୍ୟକୁ ନଷ୍ଟ କରିବା ପାଇଁ। ଆଉ ସେମିତି ଆଜି ତପି ଭାଇ ଯେଉଁ ସୟତାନୀ ହେଇକି ଆସିଛନ୍ତି, ସେ ସବୁବେଳେ ପ୍ରଭୁଙ୍କ କାର୍ଯ୍ୟକୁ ନଷ୍ଟ କରିବାକୁ ଚାହୁଁଛନ୍ତି। ସେ ପ୍ରଭୁଙ୍କର ମିରାକେଲକୁ ନେଇକି, ତାଙ୍କର ବାଇବେଲକୁ ନେଇକି ଅନେକ ବିଷୟକୁ ସେ କହିବାକୁ ଚେଷ୍ଟା କରୁଛନ୍ତି, କାରଣ ସୟତାନ ସବୁବେଳେ ଚେଷ୍ଟା କରେ। ସୟତାନ ସବୁବେଳେ ଚେଷ୍ଟା କରେ ସଂହାର କରିବା ପାଇଁ। ସୟତାନ ସବୁବେଳେ ଚେଷ୍ଟା କରେ ଲୋକମାନଙ୍କୁ ଭ୍ରାନ୍ତ କରିବା ପାଇଁ। ଆଉ ସୟତାନ ସବୁବେଳେ ଚେଷ୍ଟା କରେ ଲୋକମାନଙ୍କୁ ନଷ୍ଟ କରିବା ପାଇଁ, ନଷ୍ଟଙ୍କ ଜୀବନ। ସେମିତି ଆଜି ତପି ମିଶ୍ର ଭାଇ ଓଡ଼ିଶାରେ ବାହାରିଛନ୍ତି। ସେ ଆଉ ସନାତନୀ ନାହାନ୍ତି, ଏଇଟା ମୁଁ
ଅଫିସିଆଲ ଷ୍ଟେଟମେଣ୍ଟ ତାଙ୍କ ପରି ଦେଇ ଦେଉଛି ସେ ଆଉ ସନାତନୀ ନୁହନ୍ତି, ସେ ସୟତାନୀ। ଏଇଟା ଅଫିସିଆଲ ଷ୍ଟେଟମେଣ୍ଟ ମୋର। ଆଉ ସେ ଏତେ ବିଷୟ ଜାଣିକି ମଧ୍ୟ ଆଉ ଗୋଟେ ବିଷୟ ମନେ ରଖୁଛନ୍ତି, ଯେମିତିକି ଇସ୍କାରିୟତ ଯିହୁଦା, ଯିଏକି ଯୀଶୁଙ୍କର ଜଣେ ଫଲୋଅର ଥିଲା। ସେ ଖ୍ରୀଷ୍ଟଙ୍କୁ ଜାଣିଥିଲା, ଖ୍ରୀଷ୍ଟଙ୍କ ବିଷୟରେ ଜାଣିଥିଲା, ଖ୍ରୀଷ୍ଟଙ୍କ ସହିତ ଖାଉଥିଲା, ଖ୍ରୀଷ୍ଟଙ୍କ ସହିତ ପିଉଥିଲା, ଆଉ ଖ୍ରୀଷ୍ଟଙ୍କ ସହିତ ସବୁ ବିଷୟ କରିକି ମଧ୍ୟ ଶେଷରେ ସେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ଉଠିଲା। ସେମିତି ତପି ଭାଇ ବାଇବଲ ଜାଣିଛନ୍ତି, ହଁ ହିଷ୍ଟ୍ରି ଜାଣିଛନ୍ତି, କିନ୍ତୁ ତଥାପି ପ୍ରଭୁଙ୍କ ବିରୁଦ୍ଧରେ କାମ କରୁଛନ୍ତି, କାରଣ ସେ ସୟତାନୀ ବା ଖ୍ରୀଷ୍ଟାରୀ ସେ। ଆଉ ଗୋଟେ ବିଷୟ ସେ କହିଲେ ଯେ ପ୍ରଭୁଙ୍କର ଲୋକମାନେ, ଆଉ ଗୋଟେ ବିଷୟ ମନେ ରଖ ଭାଇ, ତମେ ଯେମିତି କହିଲ ସବୁ ଖ୍ରୀଷ୍ଟିଆନ ପାକା ବେଇମାନୀ ଯାକ। ଭାଇ ସବୁ ଧର୍ମରେ କ'ଣ ସମସ୍ତେ ଧାର୍ମିକ? କେମିତି ହେଲେ ତ ଜଗତରେ ପ୍ରଭୁଙ୍କୁ ଆସିବାକୁ ପଡ଼ିନଥାନ୍ତା। ଯଦି ଜଗତରେ ସମସ୍ତେ ଧାର୍ମିକ ହୋଇଥାନ୍ତେ, ମୁଁ ଯଦି ଆପଣଙ୍କୁ ପଚାରିବି ଆପଣଙ୍କ ଧର୍ମରେ କ'ଣ ସମସ୍ତେ ଧାର୍ମିକ ଅଛନ୍ତି କି? ଗୋଟେ କଥା କହୁଛି, ଗୋଟେ ପୋଖରୀରେ ଖାଲି ମାଛ ନଥାନ୍ତି ଭାଇ, ସେଠି କଙ୍କଡ଼ା ବି ଥାନ୍ତି, କୁମ୍ଭୀର ବି ଥାନ୍ତି, ଆଉ ଅନେକ ଜୀବଜନ୍ତୁ ବି ସେଠି ଥାନ୍ତି, ଆଉ ସେଠି ଜଳଚର ପ୍ରାଣୀ ଅନେକ ପ୍ରକାର କଇଁଚ ବି ଥାଏ। ତମେ ଯୋଉ ଭାବୁଛ ଆମ ଧର୍ମରେ, ତମ ଧର୍ମକୁ ଖାଲି ଧାର୍ମିକ ମାନେ ଅଛନ୍ତି, ଯେଉଁମାନେ ପାପର ଲେଶ ପାଇନାହାନ୍ତି। ଭାଇ ଯେଉଁମାନେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ କାମ କରନ୍ତି ସେମାନେ ଖ୍ରୀଷ୍ଟାରେ। ଆଉ ମତେ ଆପଣଙ୍କର ସବୁ ଭିଡିଓ ଦେଖିଲା ପରେ ମତେ ଲାଗୁଛି ତମେ ଆଉ ସନାତନୀ ହେଇକି ନାହ, ତମେ ସୟତାନୀ ହେଇସାରିଛ। ଆଉ ଗୋଟେ ବିଷୟ ଆପଣ ମନେ ରଖିଥିବେ, ଆମର ଶରୀର ଈଶ୍ୱରଙ୍କ ମନ୍ଦିର, ନାଇଁ କି? ତ ଆପଣ ଯୋଉ ଆପଣଙ୍କ ଶରୀର ଏତେ ଟାଟୁ କରିଛନ୍ତି, ସେ ପ୍ରଭୁଙ୍କର ଶରୀରକୁ ତମେ ଟାଟୁ ଦୋକାନ ବନେଇ ଦେଇ ସାରିଛନ୍ତି। ଆଉ ଶୈତାନର ସବୁ କ୍ୟାରେକ୍ଟର ଆପଣ ଧରି ସାରିଲେଣି। ଆଉ ଆପଣଙ୍କ ଶରୀରରେ, ଆପଣଙ୍କ କଥାରେ ସବୁ ବିଷୟରେ ଜଣା ପଡୁଛି ଆପଣଙ୍କର ଶରୀର ଆଉ ଆତ୍ମା ସବୁ ଶୈତାନୀ ପାଲଟି ଯାଇଛି। ଆଉ ଆପଣ ସନାତନୀ ବୋଲି କହିବା ମିଛ। ଆଉ ହିନ୍ଦୁ ଭାଇ ଭଉଣୀ ମାନଙ୍କୁ ମଧ୍ୟ ଅନୁରୋଧ କରୁଛି, ଯିଏ ଅନ୍ୟ ଧର୍ମ ମାନଙ୍କର ଆକ୍ଷେପ କରି କହିଥାନ୍ତି ସେମାନେ କୌଣସି ଧର୍ମର ଲୋକ ନାହାନ୍ତି। ଯିଏ ସତରେ ନିଜ ଧର୍ମର ସ୍ୱାଦ ଚାଖିଛି ବା ନିଜ ଧର୍ମର ଗୁରୁତ୍ୱପୂର୍ଣ୍ଣତାକୁ ଜାଣିଛି, ସେ କେବେ ବି ଅନ୍ୟ ଧର୍ମକୁ ଏମିତି କରିବେ ନାହିଁ। ଜଣେ ଧର୍ମଦ୍ରୋହୀ ହିଁ ଏମିତି କାମ ସବୁବେଳେ କରିଥାଏ। ଯେଉଁମାନେ କି ସୟତାନୀ, ସେମାନେ କୌଣସି ଧର୍ମର ଲୋକ ହୋଇନଥାନ୍ତି, ସେମାନେ ଶୈତାନିଜମ ହେଇଥାନ୍ତି, ସେମାନେ ଅନ୍ୟ ଧର୍ମମାନଙ୍କୁ ଘୃଣା କରନ୍ତି। ଆଉ ଗୋଟେ ବିଷୟ ମନେ ରଖ, ଆରମ୍ଭରୁ, ଜଗତ ଆରମ୍ଭରୁ ଶୈତାନ ସବୁବେଳେ ପ୍ରଭୁଙ୍କର କାର୍ଯ୍ୟକୁ ବିରୋଧ କରି ଆସିଛି, ଆଉ ଆଜି ବି କରୁଛି, ଆଉ ଆଜି ଆମ ଓଡ଼ିଶାରେ ମଧ୍ୟ କରୁଛି ତପି ଭାଇଙ୍କ ଦ୍ୱାରା। ସେଥିପାଇଁ ଭୟ କର ନାହିଁ, କାରଣ ଲେଖାଯାଏ ଜୀବିତ ଈଶ୍ୱରଙ୍କ ହସ୍ତରେ ପଡ଼ିବା ଭୟଙ୍କର ବିଷୟଟେ। ଆଉ ଆଜି ତପି ଭାଇ ଜୀବିତ ଈଶ୍ୱରଙ୍କ ହସ୍ତରେ ପଡ଼ି ଯାଇଛନ୍ତି। ଆଉ ଯଦି ସେ ଇସ୍କାରିୟତ ଯିହୁଦା ପରି ହେବେ ତାହେଲେ ନଷ୍ଟ ହେଇଯିବେ। ଆଉ ଯଦି ସେ ପ୍ରଭୁଙ୍କୁ କ୍ଷମା ମାଗିବେ ତେବେ ସେ ନିହାତି ବଞ୍ଚିବେ, ନହେଲେ ଲୁସିଫର ପରି ଏତେ ତଳକୁ ଯିବେ କି ତାଙ୍କୁ ଆଉ ବାହାର କରିବା ପାଇଁ କୌଣସି ଶାସ୍ତ୍ର କିମ୍ବା କୌଣସି ଧର୍ମ ନଥିବ। ଆଉ ଗୋଟେ ବିଷୟ ଲେଖାଯାଏ କି ତପି ଭାଇଙ୍କର ବୋଧେ ସମୟ ଆସିଯାଇଛି ନା କ'ଣ, ମୁଁ ଜାଣିପାରୁନି। ତଥାପି ମୁଁ ପ୍ରାର୍ଥନା କରୁଛି ତାଙ୍କ ପାଇଁ, ଯଦି ସେ ମନ ଫେରେଇବେ ତେବେ ନିହାତି ପ୍ରଭୁ ତାଙ୍କୁ କ୍ଷମା କରିବେ। ଗୋଟେ ବିଷୟ ମନେ ରଖ, ପ୍ରଭୁ କ'ଣ କହିଲେ? ଆମ୍ଭେ ଏକ ଓ ଅକ୍ଷୟ ଅଟୁ, ଆଉ ଆମ୍ଭେ ଆରମ୍ଭ ଓ ଆମ୍ଭେ ଶେଷ ଅଟୁ, ଆମ୍ଭେ ଯେ ଅଛୁ ସେ ଅଛୁ, ଆଉ ମୁଁ ଜଗତର ଜ୍ୟୋତି ବୋଲି ପ୍ରଭୁ ନିଜେ ପବିତ୍ର ବାଇବେଲରେ କହୁଛନ୍ତି। ତ ପ୍ରିୟ ତପି ଭାଇ, ଆପଣଙ୍କୁ ମଧ୍ୟ ଅନୁରୋଧ, ଆପଣ ଯେଉଁ ଶୈତାନ ଆପଣଙ୍କୁ ଆକ୍ରାନ୍ତ କରିଛି ସେଇ ଶୈତାନରୁ ମୁକ୍ତ ହେଇକି ଜଲ୍ଦି ପଳେଇ ଆସନ୍ତୁ, ନହେଲେ ତମେ ଶୈତାନିଜମ ଗୋଟେ ଖୋଲି ଦିଅନ୍ତୁ ମିନିଷ୍ଟ୍ରି, ଆଉ ଧର୍ମଦ୍ରୋହୀ ବନିଯାଆନ୍ତୁ, କାରଣ ତମକୁ ଏଇଟା ମ୍ୟାଚିଂ କରୁଛି। ତମକୁ ଦେଖିଲେ ସବୁ ଧର୍ମରେ ସମସ୍ତେ ଧାର୍ମିକ ହେଇନଥାନ୍ତି, ଏଇଟା ଗୋଟେ ମନେ ରଖ। ଆଉ
ଖାଲି ସବୁ ଧର୍ମରେ ତମେ ଦାରଜ ବର୍ଣ୍ଣ ଶଙ୍କର ଯୋଉ କହୁଛ ସେଟା ତମେ ନିଜେ ବୁଝୁଥିବ। ତମେ ବି ଜଣେ ବର୍ଣ୍ଣ ଶଙ୍କର ପରି ମତେ ଲାଗୁଛ। ତମେ ବି ଜଣେ ଜାରଜ ବୋଲି ଲାଗୁଛ। ଆଉ ଖ୍ରୀଷ୍ଟର ଭାଇ ଭଉଣୀ ମାନେ ଏ ଲୋକମାନଙ୍କୁ ଭୟ କର ନାହିଁ, ଏ ତପି ଭାଇକୁ ମଧ୍ୟ ଭୟ କର ନାହିଁ। ତପି ଭାଇ ପାଇଁ ପ୍ରାର୍ଥନା କର। ସେ ଆମ ଓଡ଼ିଶାକୁ ଚେତନା ଆଣି ଦେଇଛନ୍ତି। ପୁନର୍ବାର ଅନେକ ଲୋକ ଆଜି ଆତ୍ମିକ ରୂପେ ଦୁର୍ବଳ ଅଟନ୍ତି। ସେମାନଙ୍କୁ ଚେତନା ଦେବା ପାଇଁ ବୋଲି ଆଜି ଆମ ଓଡ଼ିଶାରେ ତପି ଭାଇ ଆସିଛନ୍ତି। ଆଉ ଗୋଟେ ତପି ଭାଇ, ମୁଁ ଓପେନ୍ ଚ୍ୟାଲେଞ୍ଜ କରୁଛି, ତମେ ଡିବେଟ୍ କରିବା ପାଇଁ ଚାହୁଁଛ, ମୁଁ ଓପେନ୍ ଚ୍ୟାଲେଞ୍ଜ କରୁଛି, ମୁଁ ଡିବେଟ୍ ପାଇଁ ଆସିବି। ଆଉ ଗୋଟେ କଥା ମନେ ରଖ, ତମେ 20-25 ହଜାର ଲୋକମାନଙ୍କୁ ଆୟୋଜନ କର, ଆଉ ମୁଁ ନିଜେ ଡିବେଟ୍ ପାଇଁ ଆସିବି। ଆଉ ତମେ କେତେ ଜଣଙ୍କୁ ଡିବେଟ୍ କରିବ ସେ କଥା ତ ମୁଁ ଜାଣିନାହିଁ, ହେଲେ ସେ କାର୍ ଭିତରେ, ବାଥରୁମ୍ରେ, ଆଉ ସେ ଗୋଟେ ଛକରେ, ଆଉ ସେ ଗାଡ଼ି ଭିତରେ